যাত্রা জগতর এক দুঃখদ খবর দর্শক বন্ধু যাত্রা কলাকার দেবী প্রসাদ রথঙ্কর পরলোক হয়েছে সে নাহান্তি আজ ভোর সময় হৃদঘাতরে তাঁর দেহান্ত হয়েছে জগৎসিংহপুর পারাদীপগড়স্থিত বাসভবନରେ হৃদঘাতরে সে আখি বুঝিছেন 2017 যাত্রা জগতরু বিদায় নিয়ে দেবী রথ 42 বর্ষ ধরি ড্রামারু অভিনয় আরম্ভ করে যাত্রা মঞ্চরে অভিনয় জারি রখিলে 100 ঊর্ধ্ব নাটকরে সে অভিনয় করে শিশু কলাকার অভিনেতা খলনায়ক ও বাপা ভূমিকার অভিনয় দর্শকଙ୍କୁ বেশ বান্ধি রখিଥିଲା যাত্রারে মামা নাঁরে বেশ জনাশুনা ଥିଲେ দেবী রথ ତେବେ ଦେବୀ ରଥ ଆଉ ନାହାନ୍ତି ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କର ପରଲୋକ ହୋଇଛି ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି ଜଗତସିଂହପୁର ଜିଲ୍ଲା ପାରାଦୀପଗଡ଼ସ୍ଥିତ ବାସଭବନରେ ସେ ହୃଦଘାତରେ ଆଖି ବୁଜିଛନ୍ତି 2017ରୁ ଯାତ୍ରା ଜଗତକୁ ଯଦିଓ ବାଏ ବାଏ କରିଦେଇଥିଲେ 42 ବର୍ଷ ଧରି ଡ୍ରାମାରୁ ଅଭିନୟ ଆରମ୍ଭ କରି ଯାତ୍ରା ମଞ୍ଚରେ ତାଙ୍କର ଅଭିନୟ ଜାରି ରଖିଥିଲେ ଅତି ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଥିଲା 100 ଊର୍ଦ୍ଧ୍ବ ନାଟକରେ ସେ ଅଭିନୟ କରିଥିଲେ ଶିଶୁ କଳାକାରରୁ ଅଭିନେତା ଖଳନାୟକ ଏବଂ ବାପା ଭୂମିକାରେ ଅଭିନୟ ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରୁଥିଲା ତେବେ ଯାତ୍ରା ଜଗତରେ ସେ ମାମା ନାଁରେ ବେଶ ପରିଚିତ ଥିଲେ ତାଙ୍କର ଆଜି ଦେହାନ୍ତ ହୋଇଛି ଆଜି ଭୋର ସମୟରେ ଦେହାନ୍ତ ହୋଇଥିବାର ସୂଚନା ହସ୍ତଗତ ହୋଇଛି 42 ବର୍ଷ ଧରି ଯାତ୍ରା ଜଗତରେ ସେ ତାଙ୍କର ଛାପ ଛାଡ଼ି ଯାଇଛନ୍ତି ନିଶ୍ଚିତ ଭାବରେ ଏକ ବଡ଼ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ଅଧିକ ସୂଚନା ପାଇଁ ସିନିୟର ରିପୋର୍ଟର ନିରଞ୍ଜନ ରେଡ୍ଡି ଆମ ସହିତ ଯୋଡ଼ି ହେଉଛନ୍ତି ନିରଞ୍ଜନ ଯଦିଓ 2017 ମସିହାରୁ ଯାତ୍ରା ଜଗତକୁ ବାଏ ବାଏ କରି ସାରିଥିଲେ ତେବେ କେମିତି ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛନ୍ତି ଯାତ୍ରା ଜଗତରେ ବର୍ତ୍ତମାନ ସମୟରେ ଆପଣ ଦେଖୁଛନ୍ତି ତାଙ୍କର ପରଲୋକ ଯେତେବେଳେ ହେଇଛି ଦେଖନ୍ତୁ ଦେବୀ ରଥଙ୍କର ଇଏ ଯୋଉ ଦେହାନ୍ତ ଯାତ୍ରା ଜଗତ ପାଇଁ ଯାତ୍ରା ଜଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଶକ୍ତ ଝଟକା ଯେହେତୁ ସେ 42 ବର୍ଷ ଧରିକି ଯାତ୍ରା ଇଣ୍ଡଷ୍ଟ୍ରିରେ ତାଙ୍କର ଯୋଉ ଛାପ ଛାଡିକି ଯାଇଛନ୍ତି ତାଙ୍କର ନିପୁଣ ଅଭିନୟ ସେ ଅଭିନେତା ହିସାବରେ କାମ କରିଛନ୍ତି ଚରିତ୍ର ଅଭିନେତା ହିସାବରେ ମଧ୍ୟ ତାଙ୍କର ଯୋଉ ଛାପ ଛାଡିକି ଯାଇଛନ୍ତି ଏବଂ ଦେବୀ ରଥଙ୍କୁ ଯିଏ ଯେଉଁ ଚରିତ୍ରରେ ଦେଖିଛନ୍ତି ଯାତ୍ରାରେ ତାଙ୍କୁ ସେଇ ଆଜି ପର୍ଯ୍ୟନ୍ତ ତାଙ୍କର ସମସ୍ତ ଅଭିନୟ ସମସ୍ତେ ମନେ ରଖିଛନ୍ତି ଏବଂ ତାଙ୍କର ଯୋଉ ଦେହାନ୍ତ ହେଇଛି ନିଶ୍ଚିତ ଭାବରେ ଯଦିଓ କହିପାରିବା 2017 ମସିହା ଠାରୁ ସେ ଯାତ୍ରାଠୁ ଦୂରେଇ ଯାଇଥିଲେ ଅଭିନୟର ଦୁନିଆରୁ ଦୂରେଇ ଯାଇଥିଲେ କିନ୍ତୁ ଯାତ୍ରା ସହିତ ସେ ଜଡିତ ଥିଲେ ଅଭିନୟରୁ ସିନା ଦୂରେଇ ଯାଇଥିଲେ କିନ୍ତୁ ଯାତ୍ରା ଅନୁଷ୍ଠାନ ମାନଙ୍କ ସହିତ ଜଡିତ ଥିଲେ ଯୋଉ ଅଭିନେତା ଏବେ ବି ଯାତ୍ରା ଜଗତରେ ଅଛନ୍ତି ତାଙ୍କୁ ଦେଖିଦେଲେ ତାଙ୍କ ପାଦ ଧୂଳି ନେଇକି ସେ ପ୍ରଣାମ କରନ୍ତି ତାଙ୍କର ଯୋଉ ନିଖୁଣ ଅଭିନୟ ତାଙ୍କର ଯୋଉ ସଂଳାପ ପାଇଁ ସେ ସବୁଠି ପରିଚୟ ଥିଲେ ଏବଂ ଗୋଟେ ଭଦ୍ର ମେଳାପୀ ଲୋକ ଥିଲେ ଯୋଉ ନବାଗତ ନାୟିକା ହୁଅନ୍ତୁ ନାୟକ ହୁଅନ୍ତୁ ଯୋଉ ଅଭିନୟ କରିବା ପାଇଁ ଯାତ୍ରା ଜଗତକୁ ଆସନ୍ତି ସେମାନଙ୍କୁ ସେ ଆଦରି ନିଅନ୍ତି ଏବଂ ସେ ଯାହା ଶିଖିଛନ୍ତି ଏବଂ ଶିଖାନ୍ତି ଯୋଉମାନେ ଶିଖିବା ପାଇଁ ଚାହାନ୍ତି ସେ ଶିଖାନ୍ତି ଏବଂ ତାଙ୍କଠୁ ଅନେକ ଯାତ୍ରା ଜଗତର ଆଜି ଯୋଉ ଅଭିନୟ ହିସାବରେ କୁହନ୍ତୁ ବା ଚରିତ୍ର ଅଭିନେତା ହିସାବରେ ଯିଏ ସୁନାମ ଅର୍ଜନ କରୁଛନ୍ତି ତାଙ୍କଠାରୁ ଅନେକ ଶିକ୍ଷା ନେଇଛନ୍ତି ଏବଂ ନିଶ୍ଚିତ ଭାବରେ ଏଇ ଯୋଉ ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଦେବୀ ରଥଙ୍କର ଦେହାନ୍ତ ଯାତ୍ରା ଜଗତ ପାଇଁ ନିଶ୍ଚିତ ଭାବରେ ଗୋଟେ ଶୂନ୍ୟସ୍ଥାନ ପୂରଣ କରିବ ଏବଂ ଦେବୀ ରଥଙ୍କର ଆପଣ ଦେଖିଥିବେ ବିଭିନ୍ନ ନାଟକରେ ତାଙ୍କର ଯୋଉ ସଂଳାପ ରହିଥାଏ ଏବଂ ତାଙ୍କର ଯୋଉ ଅଭିନୟ ଥାଏ ଜୀବନ୍ତ ଅଭିନୟ ତାଙ୍କର ଯୋଉ ଜୀବନ୍ତ ଅଭିନୟରେ ଲୋକ କେତେବେଳେ କାନ୍ଦି କାନ୍ଦି ନୟାନ୍ତ ହେଇଛନ୍ତି କେତେବେଳେ ହସି ହସି ନିଶ୍ଚିତ ଭାବରେ ଦର୍ଶକମାନଙ୍କୁ ସେ ବାନ୍ଧିକି ରଖୁଥିଲେ ନିରଞ୍ଜନ କିନ୍ତୁ ଦେବୀ ରଥ ନିଜ ନାଁରେ ଯେତିକି ଜଣାଶୁଣା ନଥିଲେ ଯାତ୍ରା ଜଗତରେ ମାମା ନାଁରେ ବେଶ ପରିଚିତ ଥିଲେ ତେବେ ଇଏ ମାମା ନାଁ ପଛର ଭଲ ପାଇବାକୁ କେମିତି ଦେଖୁଛନ୍ତି ଆପଣ ଦେଖନ୍ତୁ ସେଇ କଥା କହିବି ଯେ ଯୋଉ ଦେବୀ ରଥ ହିସାବରେ କେବଳ ତାଙ୍କ ନାଁ ହିସାବରେ ପରିଚିତ କିନ୍ତୁ ଯାତ୍ରା ଜଗତରେ ମାମା ନାମରେ ସେ ଯେହେତୁ ବେଶ ପରିଚିତ ଥିଲେ ସମସ୍ତଙ୍କୁ ସେ ଯୋଉ କହୁଥିଲେ ଯାତ୍ରା କଳାକାର ବା ଯାତ୍ରା ଇଣ୍ଡଷ୍ଟ୍ରିରେ ସେ ଛୋଟିଆ କଳାକାର ହୁଅନ୍ତୁ ନବାଗତ ହୁଅନ୍ତୁ ବା କଳାକାର ବ୍ୟତୀତ ଯୋଉମାନେ ଲାଇଟ୍ ସାଉଣ୍ଡ ମ୍ୟୁଜିକ ସମେତ ଯାତ୍ରା ଇଣ୍ଡଷ୍ଟ୍ରିରେ ରୋଷେଇୟାଙ୍କ ଠାରୁ ଆରମ୍ଭ କରି ଯୋଉମାନେ ରହିଛନ୍ତି ତାଙ୍କର ପରଦା ପଛରେ ଯୋଉମାନଙ୍କର ନେପଥ୍ୟ ନାୟକ ମାନେ ଅର୍ଥାତ୍ ଯୋଉମାନେ ଛୋଟ କର୍ମଚାରୀଟିଏ ମଧ୍ୟ ହୁଅନ୍ତୁ ତାଙ୍କ ସହିତ ବେଶ ସେ ମିଳାମିଶା କରୁଥିଲେ ସମସ୍ତଙ୍କୁ ସ୍ୱଚକ୍ଷୁରେ ମାନେ ସମଦୃଷ୍ଟିରେ ଦେଖୁଥିଲେ ନବାଗତ ନାୟକ ନାୟିକା ମାନଙ୍କୁ ଏବଂ
ଚରିତ୍ର ଅଭିନେତା ମାନଙ୍କୁ ମଧ୍ୟ ବହୁତ ସୁଯୋଗ ଦେବା ପାଇଁ ଏବଂ ଯାହାର ସେ ଟ୍ୟାଲେଣ୍ଟ ଦେଖୁଥିଲେ ତାଙ୍କୁ ମଧ୍ୟ ସେ କୋଳେଇ ନେଉଥିଲେ ଏବଂ ତାଙ୍କୁ ସେ ଦିଗ୍ଦର୍ଶନ ମଧ୍ୟ ନିଶ୍ଚିତ ଭାବରେ ନିରଞ୍ଜନ ଯାହା ସୂଚନା ଆପଣ ପ୍ରଦାନ କରୁଛନ୍ତି ମାମାଙ୍କର ବା ଦେବୀ ପ୍ରସାଦ ରଥଙ୍କର ଅନେକ ଭଲ ପାଇବା ରହିଥିଲା ଯାତ୍ରା କଳାକାରଙ୍କ ପ୍ରତି ସେ ଟେକ୍ନିସିଆନ ହୁଅନ୍ତୁ କି ଅନ୍ୟ କେହି ବି ହୋଇଥାନ୍ତୁ ସହ ଅଭିନେତା ସହ ଅଭିନେତ୍ରୀ ସମସ୍ତଙ୍କ ପାଇଁ ସେ ଭଲ ପାଇବା ସମାନ ଥିଲା କିନ୍ତୁ ଆଜି ଏକ ଶୂନ୍ୟ ସ୍ଥାନ ସେଠାରେ ସୃଷ୍ଟି ହୋଇଛି ଯାତ୍ରା ଜଗତ ପାଇଁ ଆମେ କହିପାରିବା ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ତମାମ ସୂଚନା ପାଇଁ ନିରଞ୍ଜନ।